ବର୍ଷାଙ୍କ ଘର ଭାଙ୍ଗିଦେଲେ ଜାଗୃତି ଶୁକ୍ଲା। ଏ ଶବ୍ଦଟି ପ୍ରାୟ ସମସ୍ତେ କହୁଛନ୍ତି, କିନ୍ତୁ ଏକଥାକୁ ଖଣ୍ଡନ କରି କାନ୍ଦି ପକାଇଛନ୍ତି ଜାଗୃତି ଶୁକ୍ଲା। ଜାଗୃତି ସିଧା ସିଧା କହିଛନ୍ତି କି ମୁଁ ଅନୁଭବଙ୍କ ଜୀବନରେ ବନ୍ଧୁ ଭାବେ ଆସିବା ପୂର୍ବରୁ ହିଁ ସେମାନଙ୍କ ଘର ଭାଙ୍ଗି ସାରିଥିଲା। କେବଳ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା ଥିଲା। ମୁଁ କାହିଁକି କାହାର ଘର ଭାଙ୍ଗିବି? ମୁଁ ଜଣେ ସାମ୍ବାଦିକା ଓ ଲେଖିକା ମଧ୍ୟ। ଲୋକଙ୍କ ସହ ମିଶିବା ଓ ତାଙ୍କ ବିଷୟରେ ଜାଣିବା ମୋର କର୍ମ। ଲୋକସେବା ଟିଭିରେ ମୁଁ ଅନେକ ସାଂସଦଙ୍କର ଇଣ୍ଟରଭ୍ୟୁ ନେଇଛି। ସେହିପରି ଅନୁଭବ ମହାନ୍ତିଙ୍କର ବି ଗୋଟିଏ ଇଣ୍ଟରଭ୍ୟୁ ନେଇଥିଲି। ଏହା ପରଠୁ ତାଙ୍କ ସହ ମୋର ବନ୍ଧୁତା ହୋଇଥିଲା ଏବଂ ତାଙ୍କ ଜୀବନୀକୁ ନେଇ ମୁଁ ଗୋଟିଏ ବହି ଲେଖିବା ଆରମ୍ଭ କରିଥିଲି। ଏଥିପାଇଁ ତାଙ୍କ ସହ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଭେଟୁଥିଲି। ଦୀର୍ଘ ସମୟ ପରେ ଅନୁଭବଙ୍କ ଡିଭୋର୍ସ ହୋଇଛି। ଏଥିରେ ମୋର କୌଣସି ଆଭିମୁଖ୍ୟ ନାହିଁ। ଏଥିରେ ମୋତେ ଘର ଭାଙ୍ଗି କହିବା ଠିକ୍ ନୁହେଁ, କାରଣ ଡିଭୋର୍ସ ପରେ ଉଭୟ ଦ୍ୱିତୀୟ ବିବାହ କରିବାର ଅଧିକାର ରହିଛି। ଏଣୁ ଅନୁଭବ ଅନ୍ୟ କାହାକୁ ବି ବାହା ହୋଇ ଘର ସଂସାର କରିବେ। ହଁ, ଯଦି ସେ ମୋତେ ବି ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି, ହୁଏତ ଆମ ବିବାହ ଆପଣ ଖୁବ୍ ଶୀଘ୍ର ଦେଖିବେ। ତେବେ ଦର୍ଶକ ବନ୍ଧୁ, ଅର୍ଗସ୍ ନ୍ୟୁଜ୍ର ପୋଡକାଷ୍ଟ ମାଧ୍ୟମରେ ସଂଗ୍ରାମ ଷଡଙ୍ଗୀ ଜାଗୃତି ଶୁକ୍ଲାଙ୍କୁ ପଚାରିଥିବା ପ୍ରଶ୍ନ ଏବଂ ଜାଗୃତି ଶୁକ୍ଲାଙ୍କ ଫଟାଫଟ ଉତ୍ତର ଉଭୟ ଫ୍ୟାନ୍ସଙ୍କ ଦ୍ୱନ୍ଦ୍ୱ ନିଶ୍ଚୟ ଦୂର କରିଥାଇପାରେ। ଏହି ଇଣ୍ଟରଭ୍ୟୁ ଦେଖିଲା ପରେ ଲାଗୁଛି ଜାଗୃତି ବି ବହୁତ ଶକ୍ତ। ଯାହା ତାଙ୍କୁ ଭୁଲ ଲାଗେ ଅନ୍ୟାୟ ବିରୁଦ୍ଧରେ ସେ ଅନେକ ସ୍ୱର ଉଠାଇ ବିରୋଧ କରିଛନ୍ତି। ଏଥିପାଇଁ ସେ ଜଣେ ଚର୍ଚ୍ଚିତ ଜର୍ଣ୍ଣାଲିଷ୍ଟ। ବର୍ଷା ଅନୁଭବକୁ ଯେଉଁ ବ୍ୟବହାର ଦେଖାଇଛନ୍ତି, ଏପରି ବ୍ୟବହାର କୌଣସି ପୁରୁଷ ସହିପାରିବେ ନାହିଁ ବୋଲି ଜାଗୃତି ଜଣେ ପୁରୁଷର ବେଦନାକୁ ଜାଣିପାରିଛନ୍ତି। ଏଥିପାଇଁ ଅନୁଭବକୁ ସାଥ ଦେଉଛନ୍ତି ବୋଲି ଅନୁଭବଙ୍କ ଫ୍ୟାନ୍ ଚର୍ଚ୍ଚା କରୁଛନ୍ତି। ଏଭଳିକି ଭାଇଜାନଙ୍କୁ ତାଙ୍କ ଫ୍ୟାନ୍ସ ଜାଗୃତିଙ୍କୁ ଶୀଘ୍ର ବାହା ହେବାକୁ ଅନୁରୋଧ କରୁଛନ୍ତି। ତେବେ ଆପଣ କଣ କହୁଛନ୍ତି? ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।